ବିଜୁ ଜନତା ଦଳରେ ଏବେ ଗୋଟିଏ ପ୍ରତିଯୋଗିତା ଚାଲିଛି। ଗତକାଲି ତାଙ୍କର ସଭାପତି ନବୀନ ପଟ୍ଟନାୟକ ମାନ୍ୟବର ମୁଖ୍ୟମନ୍ତ୍ରୀ କି ଗୋଟେ ଚିଠି ଲେଖିଥିଲେ ଚାଷୀ ଇସ୍ୟୁରେ। କଣ ତ ଚାଷୀ ଓ ଚାଷ ତାହାକୁ ଯାହା ହେଇଛି ରାଜ୍ୟରେ ଲାଷ୍ଟ 24 ବର୍ଷରେ ରାଜ୍ୟବାସୀ ଜାଣିଛନ୍ତି। ଆଜି ତାଙ୍କର ସେକେଣ୍ଡ ଲାଇନ୍ ଲିଡର ଯୋଉ କମ୍ପିଟିସନ ଚାଲିଛି, ଯୋଉ ନେତା ମାନେ ଯାଇଥିଲେ ଆଙ୍କର ଯିଏ ବଡ଼ ନେତା ବଡ଼ ସାହୁ ଯିଏ ଥିଲେ ପୂର୍ବତନ ମନ୍ତ୍ରୀ ଉଚ୍ଚଶିକ୍ଷା ମନ୍ତ୍ରୀ, ସିଏ ଯୋଉ ଆଇନଟି ଆଣିଥିଲେ ସେତେବେଳେ ସେ ଆଇନର ବର୍ତ୍ତମାନ ପ୍ରତିଫଳନ ହୋଇଛି। ଉତ୍ତରାଧିକାରୀ ସୂତ୍ରରେ ଏ ସମସ୍ତ ସମସ୍ୟା ଆମକୁ ମିଳିଛି ଏବଂ ତାକୁ ଆମ ସରକାର ସୁଧାରିବା ପାଇଁ ବର୍ତ୍ତମାନ ଚେଷ୍ଟା କରୁଛି। କିନ୍ତୁ ସେମାନେ କେବଳ ତାଙ୍କର ସେକେଣ୍ଡ ଲାଇନ୍ ଲିଡର କିଏ ହବ, କମ୍ପିଟିସନରେ କିଏ ରହିବ, ବିଜୁ ଜନତା ଦଳ ବର୍ତ୍ତମାନ ଅଛନ୍ତି ନବୀନ ବାବୁ, ନବୀନ ସେଇ ଯୋଉ ପ୍ରତିଯୋଗିତାରେ ମାନେ କେବଳ ଡିଆଁଗୁଦା କରୁଛନ୍ତି। ଆ ଛଡା ଅଧିକା କିଛି ନାହିଁ ବିଜୁ ଜନତା ଦଳର। ବାସ୍ତବିକତା ହଉଛି ଏଇଟା, ଏଇ ଆଇନାରେ ସେମାନେ ନିଜକୁ ଝାଙ୍କିକି ଦେଖିବା ଉଚିତ। ଓ ଦ୍ୱିତୀୟ କଥା ହଉଛି ଯୋଉ ମହାଶୟ ମାନେ ଆଜି ଯାଇଥିଲେ, ଖାଲି ଗୋଟିଏ କଥା କୁହନ୍ତୁ, ନବୀନ ପଟ୍ଟନାୟକ ସରକାରରେ ଓଡ଼ିଶାରେ 10,000 ସ୍କୁଲକୁ ବନ୍ଦ କରିଦେବା ପାଇଁ କିଏ ମସୁଧା କରିଥିଲା ଏବଂ ସେ ଅର୍ଡର କିଏ କରିଥିଲା? ନିଜ ନବୀନ ପଟ୍ଟନାୟକ କରିଥିଲେ। ଶିକ୍ଷାରେ ଯୋଉ ଗୈରିକୀକରଣ କଥା ସେ କହୁଛନ୍ତି, ଭାବୁଛି ସେମାନେ ଭୁଲି ଯାଉଛନ୍ତି ତାଙ୍କର ଏବେ ବି ସେ ଔରଙ୍ଗଜେବଙ୍କ କଥା ମନେ ପଡୁଛି। ଇଏ ଯେତେବେଳେ ଔରଙ୍ଗଜେବ କେମିତି ରାଜା ହେଲେ, ଔରଙ୍ଗଜେବ କେତେ ଭାଇକି ମାରିଥିଲେ, ଇଏ ସେଇ ପନ୍ଥାରୁ ବାହାରି ପାରୁନାହାନ୍ତି, ନିଜକୁ ମୁକୁଳେଇ ପାରୁନାହାନ୍ତି, ଯାହା ଫଳରେ ଏଭଳି ସେମାନେ ଆଲିଗେସନ ଆଣୁଛନ୍ତି।